चलित वर्ष युक्त 3 ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନର ଶେଷ ସମୟ ରହିଛି 17 ଜୁନ ରାତି 11:45। ଯଦି ଆପଣମାନେ ଆବେଦନ କରିନାହାନ୍ତି ତେବେ ଶେଷ ତାରିଖ ପୂର୍ବରୁ ଆବେଦନ କରାଇ ନିଅନ୍ତୁ। ଯଦି ଆବେଦନ କରିସାରିଛନ୍ତି ଏବଂ ଆବେଦନ ସମୟରେ କିଛି ଭୁଲ କରିଦେଇଛନ୍ତି ତେବେ କାଫ୍ରେ ଏଡିଟ୍ କରିବାକୁ ଚାହୁଁଥିଲେ ଆପଣମାନେ 18 ଜୁନ ଦିନ 11ଟା ଠାରୁ ମନେ ରଖିବେ। ଯଦି ଆପଣ +3 ଆପ୍ଲାଏ କରିଦେଇଛନ୍ତି ଏବଂ କାଫ୍ ଆପ୍ଲାଏ କରିସାରିଲା ପରେ ଯଦି ଆପଣଙ୍କର କାଫ୍ରେ କିଛି ଭୁଲ ଅଛି ତେବେ ଆପଣ 18 ଜୁନ ଦିନ 11ଟା ଠାରୁ 19 ଜୁନ ସନ୍ଧ୍ୟା 7ଟା ଯାଏଁ ନିଜ କାଫ୍ରେ ଏଡିଟ୍ କରିପାରିବେ। ମନେ ରଖନ୍ତୁ, ଯୁକ୍ତ 3ର ଆବେଦନର ଶେଷ ସୀମା ରହିଛି 17 ଜୁନ ରାତି 11:45। ଯଦି ଆବେଦନ ପରେ ଦେଖୁଛନ୍ତି ଆପଣଙ୍କ କାଫ୍ରେ କିଛି ମିଷ୍ଟେକ୍ ଅଛି ତାହେଲେ ଆପଣ 18 ତାରିଖ ଏବଂ 19 ତାରିଖ ଏଇ 2 ଦିନ ରହିବ ଆପଣମାନଙ୍କର କାଫ୍ ଏଡିଟିଂର ତାରିଖ। ବା ଯଦି ଆପଣମାନେ କିଛି ବି ମିଷ୍ଟେକ୍ କରିଛନ୍ତି ନିଜର କମନ୍ ଆପ୍ଲିକେସନ୍ ଫର୍ମରେ ତାହେଲେ ଏଇ 18 ତାରିଖ ଏବଂ 19 ତାରିଖ ଭିତରେ ଆପଣ ନିଜର କାଫ୍ ଏଡିଟ୍ କରିପାରିବେ। ମନେ ରଖନ୍ତୁ, 18 ତାରିଖ ଦିନ 11ଟାରୁ 19 ତାରିଖ ସନ୍ଧ୍ୟା 7ଟା। 18 ତାରିଖ ଦିନ 11ଟାରୁ 19 ଜୁନ ସନ୍ଧ୍ୟା 7ଟା ଭିତରେ ଆପଣମାନେ ସାମ୍ସ ୱେବସାଇଟ୍କୁ ଭିଜିଟ୍ କରିବେ ଏବଂ ସାମ୍ସ ୱେବସାଇଟ୍କୁ ଭିଜିଟ୍ କରିସାରିଲା ପରେ ଆପଣଙ୍କର ଲଗ୍ଇନ୍ ଆଇଡି ଏବଂ ପାସୱାର୍ଡ଼ ଦେଇ ଆପଣଙ୍କର ଆକାଉଣ୍ଟ ଲଗ୍ଇନ୍ କରିବେ। ଲଗ୍ଇନ୍ ଆଇଡି ଏବଂ ପାସୱାର୍ଡ଼ ଦେଇ ଆପଣଙ୍କର ଆକାଉଣ୍ଟକୁ ଲଗ୍ଇନ୍ କରିସାରିଲା ପରେ ଆପଣମାନେ ନିଜର କାଫ୍କୁ ଏଡିଟ୍ କରିପାରିବେ। ତେବେ ଆସନ୍ତୁ ଜାଣିନେବା କ'ଣ ରହିଛି କାଫ୍ ଏଡିଟ୍ର ନିୟମ। ଦେଖିପାରୁଥିବେ ଗାଇଡ଼ଲାଇନ୍ସଟି ଆସିଛି ସାମ୍ସ ତରଫରୁ। ହାଉ ଟୁ ମୋଡିଫାଏ ଇନଫର୍ମେସନ୍ ଇନ୍ କାଫ୍। ଆପଣମାନେ କିପରି ନିଜ କାଫ୍ ବା କମନ୍ ଆପ୍ଲିକେସନ୍ ଫର୍ମରେ ଏଡିଟ୍ କରିପାରିବେ। ଆସନ୍ତୁ ବୁଝିନେବା କ'ଣ ରହିଛି ସମ୍ପୂର୍ଣ୍ଣ ଗାଇଡ଼ଲାଇନ୍ସ। ଏଡିଟ୍ ଅପସନ୍ ଟୁ ବି ପ୍ରୋଭାଇଡେଡ୍ ଇନ୍ ଦ କାଫ୍ ଟୁ ଏଡିଟ୍ ଆପ୍ଲିକେସନ୍ ଡିଟେଲ୍ସ ଟିଲ୍ ଦ ଫାଇନାଲ୍ ସବମିଶନ୍ ଅଫ୍ କାଫ୍। ବୁଝିପାରୁଥିବେ ଆପଣମାନେ, ଯଦି ଆପଣମାନେ ବର୍ତ୍ତମାନ ପର୍ଯ୍ୟନ୍ତ କାଫ୍ ଏଡିଟ୍ ଆପ୍ଲାଏ କରିନାହାନ୍ତି ତାହେଲେ ଆବେଦନ ପୂର୍ବରୁ ବା ଫାଇନାଲ୍ ସବମିଶନ୍ ପୂର୍ବରୁ ଆପଣମାନେ ଆଉଥରେ ମିଳାଇ ଦିଅନ୍ତୁ। ଯଦି ଆପଣମାନେ ଆବେଦନ କରିନାହାନ୍ତି କିମ୍ବା ଆବେଦନ ପ୍ରୋସେସ୍ ଆପଣଙ୍କର ଚାଲିଛି ଫାଇନାଲ୍ ସବମିଶନ୍ ପୂର୍ବରୁ ଆବେଦନ ଆଉ ଟିକେ ଆପଣମାନେ ଚେକ୍ କରିନେବେ। ତା ସହିତ ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଡାଟା ଅଫ୍ CS ଓଡ଼ିଶା ବୋର୍ଡ଼ ଆପ୍ଲିକାଣ୍ଟ ୱିଲ୍ ବି ଅଟୋ ଫିଲ୍ ଅପ୍ ହ୍ୱେନ୍ ଆପ୍ଲିକାଣ୍ଟ ଏଣ୍ଟର ଦେୟାର CHSE ରୋଲ୍ ନମ୍ବର ହ୍ୱିଚ୍ ୱିଲ୍ ବି ନନ୍ ଏଡିଟେବୁଲ୍ ଫର୍ମାଟ୍। ଆପଣମାନେ ଦେଖିପାରୁଥିବେ ଯେତେବେଳେ ଆପଣମାନେ +2ର ରୋଲ୍ ନମ୍ବର ଦେଇଥିଲେ ଆବେଦନ ସମୟରେ ଆପଣମାନଙ୍କ ରେଜଲ୍ଟ ଅଟୋମେଟିକ୍ ଆପଣମାନଙ୍କୁ ଶୋ କରିଯାଇଥିବ CHSE ବୋର୍ଡ଼ ଦ୍ୱାରା, ଯାହାକି ଏଡିଟ୍ କରାଯାଇପାରିବ ନାହିଁ। ମନେ ରଖନ୍ତୁ, ଆପଣଙ୍କର +2 ରେଜଲ୍ଟ ଏଡିଟ୍ ଯଦି ଭୁଲ ଦେଇଛନ୍ତି, ଭୁଲ ତ ଆପଣମାନେ ଦେଇନଥିବେ, ଆପଣମାନଙ୍କ ରୋଲ୍ ନମ୍ବର ଅନୁସାରେ ଅଟୋମେଟିକ୍ କାଫ୍ରେ ଶୋ କରିଯାଇଥିବ, ତାହା ଏଡିଟ୍ କରାଯାଇପାରିବ ନାହିଁ। ତା ସହିତ ଯଦି ଆପଣ ଅନ୍ୟ ବୋର୍ଡ଼ ଯେପରିକି ଆପଣଙ୍କର CHSE ହେଉ କିମ୍ବା CBSE ହେଉ କିମ୍ବା ICSE ବୋର୍ଡ଼ ଯଦି ଆପଣମାନେ ଷ୍ଟୁଡେଣ୍ଟ ଅଛନ୍ତି ଆପଣମାନେ ନିଜର ମାର୍କ ଦେଲାବେଳେ ନିଜର ଯୁକ୍ତ 2 ମାର୍କ ଦେଲାବେଳେ ସଠିକ୍ ଆପଣ ନିଜର ମାର୍କ ଦେବେ, କାରଣ ଆପଣ ମାର୍କ ଦ୍ୱାରା ହିଁ ଆପଣମାନଙ୍କର କଲେଜ ସିଲେକ୍ସନ୍ ଆସିବ। ତା ସହିତ ବିଫୋର୍ ଫାଇନାଲ୍ ସବମିଶନ୍ ଦ ଆପ୍ଲିକାଣ୍ଟ ୱିଲ୍ ଗୋ ଟୁ 3 ଲେବୁଲ୍ ଆଲର୍ଟ ମେସେଜ୍ ଇନ୍ ପପ୍-ଅପ୍ ମ୍ୟାନର। ଆପଣମାନେ ଫାଇନାଲ୍ ସବମିଶନ୍ କରିବା ପୂର୍ବରୁ ଆପଣମାନଙ୍କୁ 3ଟି ଆଲର୍ଟ ଆପଣମାନଙ୍କର ଆବେଦନ ସମୟରେ ଶୋ କରିବ। ଡୁ ୟୁ ୱାଣ୍ଟ ଟୁ ସବମିଟ୍ ଦ ଆପ୍ଲିକେସନ୍? ଆର୍ ୟୁ ସିଓର ଟୁ ସବମିଟ୍ ଦ ଆପ୍ଲିକେସନ୍? ୱାନ୍ସ ସବମିଟେଡ୍ ୟୁ ଆର୍ ନଟ୍ ଆଲାଉଡ୍ ଟୁ ଏଡିଟ୍ ଦ ଇନଫର୍ମେସନ୍। ମନେ ରଖନ୍ତୁ, ଆପଣମାନଙ୍କୁ ଆବେଦନ ଫାଇନାଲ୍ ସବମିଶନ୍ ପୂର୍ବରୁ ଆଉଥରେ ମିଳାଇ ନେବେ। ତା ସହିତ ଆପଣମାନଙ୍କୁ 3ଟି ଆଲର୍ଟ ଚେକ୍ ବକ୍ସ ଦେଖିବାକୁ ମିଳିଯିବ। କ'ଣ ଆପଣମାନେ ଫାଇନାଲ୍ ଆବେଦନ କରିବାକୁ ଚାହୁଁଛନ୍ତି କି, ଆପଣ ଆବେଦନ କରିବାରେ ସିଓର ଅଛନ୍ତି କି, ଏବଂ ଆଉ ଗୋଟେ ନୋଟିସ୍ ଆପଣଙ୍କୁ ମିଳିଯିବ ଯେ ଥରେ ଆପଣମାନେ ଆବେଦନ କରିସାରିଲା ପରେ ଫାଇନାଲ୍ ସବମିଶନ୍ ଶେଷ ତାରିଖ ପର୍ଯ୍ୟନ୍ତ ଆପଣମାନଙ୍କୁ କୌଣସି ଆବେଦନ କରିବାକୁ ପଡ଼ିବ ନାହିଁ। ଏ ତ ଥିଲା ଯାହା ଆବେଦନ ପୂର୍ବରୁ କେମିତି ଆପଣମାନେ ନିଜର କରେକ୍ସନ୍ କରିପାରିବେ। ଆସନ୍ତୁ ଜାଣିନେବା ଆବେଦନ ପରେ ଯଦି ଆପଣମାନେ ଅଲରେଡ଼ି ଆବେଦନ କରିସାରିଛନ୍ତି ତାହେଲେ କିପରି ଆପଣମାନେ ନିଜର ଏଡିଟ୍ କରିପାରିବେ। ଦେଖିପାରୁଥିବେ ନୋଟିସ୍ଟି ବର୍ତ୍ତମାନ ଆପଣଙ୍କୁ ଦେଖାଇ ଦେଉଛି। ଏଇଠି ବର୍ତ୍ତମାନ ନୋଟିସ୍ ଦେଖନ୍ତୁ। After submitting the common application form by CAF, if any mistake encountered by the applicant or any changes required in the CAF, she or he can edit the details once by entering the OTP received his or her registered mobile number within the approved timeline। ମୁଁ ଆପଣମାନଙ୍କୁ କହିଥିଲି ଯେ +3 ଆବେଦନ ବେଳେ ଏମିତି ଏକ ଫୋନ୍ ନମ୍ବର ଦିଅନ୍ତୁ ଯେଉଁ ଫୋନ୍ ନମ୍ବରକୁ OTP ସବୁବେଳେ ଯାଇପାରୁଥିବ, ଫୋନ୍ ଆସିପାରୁଥିବ।
जदि आपण मैंने +3 आवेदन कर सारा पर किसी मिस्टेक आपण मैंने लक्ष्य करें ताहले आपण मैंने से फोन को जिते एडिट करेंगे से फोन को गोटे ओटीपी जीव एवं से ओटीपी दे सारापर आपण मैंने थरुटीए बा गोटे प्रोसेस रे आपण मैंने जहाँ भी एडिट करार अच्छी एडिट करेंगे मन रखु आपण आवेदन बेले जो फोन देते से फोन नंबर को आपंकर ओटीपी जीव एवं ओटीपी दे सारापर आपण केवल थरे से जो गोटे प्रोसेस रे आपण मैंने केवल थरुटी ही एडिट करेंगे तेणु आवेदन पूर्व आपण मैंने निजर सठिक डिटेल्स दिंतु ता सहित जो फोन नंबर बा आवेदन देते पाख रखु मन रखिए केवल थरुटीए ता सहित आउ गोटे तो मोस्ट इम्पोर्टाट मुझे सब आपको जनई जितेबाला आपण निजर कॉलेज सिलेक्शन दौरान ताहा आपणकर एडिट करने पूर्वर निजर पेरेंट्स निजर टीचर एवं निजर फ्रेंड सर्कल मान डिटेल्स बुझी दिंतु आपड़ +3 आप्लाय बेले क्यों कॉलेज देवे क्यों ऑनर्स देवे ए संपर्कित सूचना निजर पेरेंट्स निजर फ्रेंड्स ए मान सहित डिस्कसन करूँ एवं डिस्कसन कर सारा पर ही आवेदन करूँ एवं आउ थे कही रखुची आपणकर काफ एडिट 18 एवं 19 दुई दिन 18 एवं 19 तारीख दिन आपण निजर काफ एडिट करें 18 जून दिन 11 ରୁ 19 जून संध्या 7टा जाए साम्स वेबसाइट माध्यम निजर लॉगिन एवं आईडी प्रदान करी एवं तापर आपन रजिस्टर नंबर जो ओटीपी आसो ओटीपी दे सारा पर केवल थरुटीए निजर काफ को एडिट करि पारिबे। आशा करे वीडियोटी आपण मानकु भल लागिथिबो। जदि वीडियोटी भल लागिछि तेबे चैनल को सब्सक्राइब कर दियंतु एवं डिस्क्रिप्शन बॉक्स रे हम टेलीग्राम चैनल लिंक मु प्रदान करिछि सेठी जॉइन हे ओडिसा रा समस्त एजुकेशनल इन्फॉर्मेशन गोटिए टेलीग्राम चैनल पाई परिबे। धन्यवाद।